ଅଧାଗଢ଼ାରେ ରହିଲା ରୁଙ୍କୁଣା ରଥ। ରଥଯାତ୍ରା ଆରମ୍ଭଠାରୁ ହେବାକୁ ଥିବା ସବୁ ଯାତ୍ରା ବନ୍ଦ କରିବାକୁ ନିଷ୍ପତ୍ତି ନେଲା ସେବାୟତ ନିୟୋଗ। ଲିଙ୍ଗରାଜ ମନ୍ଦିର ଅଞ୍ଚଳ ଖାଁ ଖାଁ। ନା ଅଛି ଢୋଲ, ନା ଅଛି ତାଳ, ଘଣ୍ଟା ଓ ମାର୍ଦ୍ଦକର ସେହି ସୁନ୍ଦର ଆଧ୍ୟାତ୍ମିକ ଶବ୍ଦ। ଶ୍ରଦ୍ଧାଳୁଙ୍କୁ ନେଇ ଚିନ୍ତିତ ମନ୍ଦିର କର୍ତ୍ତୃପକ୍ଷ। ଦେଖନ୍ତୁ କ'ଣ କହୁଛନ୍ତି ସେବାୟତ। ତେଣୁକରି ଆମେ ସେବାୟତ ଯେତିକି ଆମ ଦ୍ୱାରା ସମ୍ଭବ ଆମେ ସେତିକି କରିଥିଲୁ। ଆଉ ଏଇଟା ଖାଲି ଆମେ ତ ଚାହୁଁଥିଲୁ ରଥ ଦୁଇ ହାତ ଗଡ଼ି ତାପରେ ଆମେ ଦିଅଁଙ୍କ ହାତରେ ନେଇ ଯାଇପାରିଥାନ୍ତୁ, କୌଣସି ଅସୁବିଧା ଏଥିରେ ହେଇନଥାନ୍ତା। ଯେତିକି ପାଳିଆ ସବୁ ସେତିକି ମଧ୍ୟ ରହିଥାନ୍ତେ, ଅନ୍ୟ ସବୁ କେହି ଆସିନଥାନ୍ତେ। ଆମ ସମସ୍ତଙ୍କୁ ବାରଣ କରାଯାଇଥିଲା, କିନ୍ତୁ ତା ସତ୍ତ୍ୱେ ବି ପ୍ରଶାସନ ଆମକୁ ସହଯୋଗ କଲା ନାହିଁ। ଟୋଟାଲ୍ କୌଣସି ଜିନିଷ ତ କରିବା ଦେଲେ ଆମକୁ କହିଲେ ଦେଶଦ୍ରୋହୀ ହେବ ବୋଲି ଦେଖିକି ଦିଅ, ତାପରେ ଆମେ ତୁମକୁ ଅର୍ଡ଼ର ଦେବୁ। ଆମେ କାହିଁକି ଦେଶଦ୍ରୋହୀ ହେବୁ? ଆମେ ପ୍ରଭୁଙ୍କ ସେବା କରିବା ପାଇଁ ବସିଛୁ, ଆମେ କାହିଁକି ଦେଶଦ୍ରୋହୀ କାମ କରିବାକୁ ଯିବୁ? ସମସ୍ତେ ବହୁତ ଦୁଃଖିତ। ପ୍ରଭୁଙ୍କର ଏଡ଼େ କେବେ ବି ଏତେ ବର୍ଷ ବର୍ଷ ଧରି କେବେ ବି ଯାହା ହେଇଛି ବି କେବେ ବି ପ୍ରଭୁଙ୍କ ରଥଯାତ୍ରା କେବେ ବନ୍ଦ ହେଇନଥିଲା। लिंगराज भी चाहते हे भक्त मैंने, हे मोर भक्त मैंने, हे श्रद्धालु मैंने, तुम्हें मैंने घरे रही मत पूजन कर, मुझे तुम पाखे सदा सहित रही, किंतु कौन से मत कोरोना भूताणु को आम आड़के आणवा दियोनी,